ଗାଁ ପାଖ ଏକ ଶାନ୍ତ ଜଙ୍ଗଲରେ ଦୁଇଟି ପକ୍ଷୀ ରହୁଥିଲେ। ଗୋଟିଏର ନାମ ଥିଲା ଟୁନା ଏବଂ ଅନ୍ୟଟିର ନାମ ଟୁନି। ସେମାନେ ଏଠାରେ ଗଛ ଉପରେ ଏକ ସୁନ୍ଦର ଘର ତିଆରି କରି ଖୁସିରେ ରହୁଥିଲେ। ଟୁନା କୁହେ, ଟୁନି, ଆଜି ମୁଁ ଏକ ଗଛରେ ବହୁତ ପାଚିଲା ଫଳ ଦେଖିଛି। ଆସ ସେଇ ଫଳକୁ ଖାଇବା। ଏମିତି ଟୁନା ଏବଂ ଟୁନି କଥା ହେବା ସମୟରେ ଏକ ବଡ଼ କାଉ ଏଠାକୁ ଆସି ସେମାନଙ୍କ ଘର ଉପରେ ବସିଲା। କାଉ ଗର୍ଜନ କରି କୁହେ, ହେ ଟୁନା ଏବଂ ଟୁନି, ଏହା ମୋ ଘର ହେବ। ମୋର ପିଲା ଏଠାରେ ରହିବ। ତୁମେ ଆଉ ଏଠାରେ ରହିବ ନାହିଁ। ତୁମକୁ ଏ ଘର ଛାଡ଼ିବାକୁ ପଡ଼ିବ। ଟୁନା ଏବଂ ଟୁନି ଉଭୟ ରାଗି କୁହନ୍ତି, ନା କାଉ, ଏହା ଆମ ଘର। ଦୟାକରି ଅନ୍ୟ ଏକ ସ୍ଥାନ ଖୋଜ। ଟୁନା କୁହେ, ହଁ, ଆମେ ଦୁଇଜଣ ଏକାଠି ରହିବା ପାଇଁ ଏହି ଘର ତିଆରି କରିଛୁ। ଆମେ ଦୁଇଜଣ ମିଶି ଏହି ଘରକୁ ବହୁତ ପରିଶ୍ରମ କରି ଗଢ଼ିଛୁ। ତୁମେ ଆମର ଘର ନେଇ ପାରିବ ନାହିଁ। କାଉ ଧମକ ଦେଇ ତାର ଡେଣା ବିସ୍ତାର କରି କୁହେ, ଦେଖ ଆମେ କେତେ ଶକ୍ତିଶାଳୀ। ଯଦି ତୁମେ ଆମକୁ ଘର ନ ଦିଅ, ମୁଁ ଏହାକୁ ଭାଙ୍ଗିଦେବି। ମୁଁ ତୁମ ଦୁହିଁଙ୍କୁ ଏଠାରୁ ବାହାର କରିଦେବି। ହଠାତ୍ ଏକ ବଡ଼ ବାଜପକ୍ଷୀ ଏଠାକୁ ଆସିଲା। ସେ ତାର ଡେଣା ବିସ୍ତାର କରି କାଉ ଉପରେ ଝାମ୍ପ ମାରିବା ଆରମ୍ଭ କଲା। ବାଜପକ୍ଷୀ କାଉକୁ କୁହେ, ହେ କାଉ, ଏହା ଟୁନାଟୁନିର ଘର। ଏହି ଘରେ କେବଳ ଟୁନାଟୁନି ହିଁ ରହିବେ। ତୁମେ ଏଠାରେ ରହିପାରିବ ନାହିଁ। ତୁରନ୍ତ ଚାଲିଯାଅ, ନଚେତ୍ ମୁଁ ତୁମକୁ ଶିକାର କରିନେବି। ବାଜପକ୍ଷୀର କଥା ଶୁଣି କାଉ ଭୟରେ ଚାଲିଗଲା। ଟୁନା କୁହେ, ହେ ବାଜପକ୍ଷୀ, ତୁମେ ଆଜି ଆମକୁ ଏକ ବଡ଼ ବିପଦରୁ ରକ୍ଷା କରିଛ। ନଚେତ୍ ସେ କାଉ ଆଜି ଆମର ଘର ଭାଙ୍ଗି ଦେଇଥାନ୍ତା। ବାଜପକ୍ଷୀ କୁହେ, ନା ଟୁନାଟୁନି, ଯଦି ତୁମେ ଦୁଇଜଣ ଆଜି ଏକାଠି ନଥାନ୍ତ, ସେ କାଉ ଆସି ତୁମକୁ ମାରି ତୁମର ଘରକୁ ତୁମଠୁ ଛଡ଼େଇ ନେଇଥାନ୍ତା। ମୁଁ ତୁମକୁ ଏଥିପାଇଁ ସାହାଯ୍ୟ କରିଲି, କାରଣ ଏକାଠି ରହିଲେ ସବୁ ସମସ୍ୟାର ସମାଧାନ ହୋଇଯାଏ ଏବଂ ସମସ୍ତ ଦୁଃଖ ବି ହାଲୁକା ହୋଇଯାଏ। ଏକାଠି ରହିବାର ଯେଉଁ ଆନନ୍ଦ ମିଳେ, ମୁଁ ଏହା ତୁମମାନଙ୍କଠୁ ଶିଖିଛି। ସେଥିପାଇଁ ମୁଁ ତୁମକୁ ସାହାଯ୍ୟ କରିଛି। ଏହି କାହାଣୀ ଆମକୁ ଏହା ଶିକ୍ଷା ଦିଏ, ଏକତାରେ ଶକ୍ତି ଅଛି। ଏକାଠି କାମ କଲେ ସବୁଠାରୁ ବଡ଼ ବଡ଼ ବିପଦକୁ ମଧ୍ୟ ପରାସ୍ତ କରାଯାଇପାରିବ। କଥାରେ ଅଛି, ଏକତା ହିଁ ବଳ। ଏହିଭଳି କାର୍ଟୁନ୍ ଷ୍ଟୋରି ସହିତ କିଛି ନୂଆ କଥା ଶିଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।